My dear friends, you must welcomes back to my artist uncle channel. ଆର୍ଟିଷ୍ଟ ଅଙ୍କଲ ଆଜି ତୁମମାନଙ୍କ ପାଇଁ ଆଣିକିରି ଆସିଛନ୍ତି ପିଠା କଳି ଲାଇନ୍ ଡ୍ରଇଂ ବା ଦୁଇଟି ବିଲେଇ କେମିତି ଗୋଟିଏ ପିଠା ଚୋରି କରିକିରି ଆଣିଛନ୍ତି ଏବଂ ପରସ୍ପର ମଧ୍ୟରେ କଳି ହେଉଛନ୍ତି ଯେ ପିଠା କିଏ ଖାଇବ। ତେବେ ମୁଁ ପ୍ରଥମେ ଦେଖନ୍ତୁ ଗୋଟେ ବିଲେଇର ଚିତ୍ର ଲାଇନ୍ ଡ୍ରଇଂ ମୁଁ କରିଦେଲି। ପୁଣି ଆଉ ଗୋଟିଏ ଲାଇନ୍ ଡ୍ରଇଂ କରୁଛି ଆଉ ଗୋଟିଏ ବିଲେଇର। ତାପରେ ଦୁଇ ଜଣଙ୍କ ପାଟିରେ ଗୋଟିଏ ପିଠା ଚିତ୍ର ମୁଁ ଅଙ୍କନ କରିଦେବି। ଏଇ ଦେଖ ପିଠା ଚିତ୍ର ଅଙ୍କନ କରିଦେଲି। ବର୍ତ୍ତମାନ ବିଲେଇ ଦୁଇଟି ପିଠାକୁ ଟାଣୁଛନ୍ତି। ମୁଁ ଖାଇବି, ସେ କହୁଛି ମୁଁ ଖାଇବି। ଏଇଭଳି ଟଣାଟୁଣି ଭିତରେ ଗୋଟିଏ ଗଛ ଚିତ୍ର ଆଙ୍କିଦେଲି ଏବଂ ପାହାଡ଼ ଚିତ୍ର ମଧ୍ୟ କରିଦେଲି। ତା ଭିତରେ ଘରଟିଏ କରିଦେଲି ଯେଉଁ ଘରୁ ସେମାନେ ପିଠାଟି ଚୋରି କରି ଧରି ଆସିଥିଲେ। ତେବେ ମୋର ପ୍ରିୟ ଦର୍ଶକ ବନ୍ଧୁ, ଆପଣମାନେ ଯେତେବେଳେ ଚିତ୍ର ଆଙ୍କିବେ ଏହିଭଳି ଚିତ୍ର କରିବେ। ତାପରେ ବର୍ତ୍ତମାନ ସେହି ପିଠାକୁ ନେଇକିରି ସେହି ଦୁଇଟି ବିଲେଇ କଳି ହେବା ଭିତରେ ନିଜ ନିଜ ଭିତରେ ଝଗଡ଼ା ହେଉଥିବା ସମୟରେ ଗୋଟିଏ ମାଙ୍କଡ଼ ସେମାନଙ୍କର କଳି ଗଛ ଡାଳରେ ବସି ଦେଖୁଥାଏ। ତେବେ ଦୁଇ ଜଣଙ୍କ ଭିତରେ ଏସବୁ କଳିକୁ ମାଙ୍କଡ଼ ଦେଖି ମନେ ମନେ ଚିନ୍ତା କଲା, ଯଦି ମୁଁ ଏ ଦୁଇ ଜଣଙ୍କ ଭିତରେ ମଧ୍ୟସ୍ଥି କରିବି ତେବେ ପିଠାଟି ସମ୍ପୂର୍ଣ୍ଣ ମୁଁ ଖାଇଦେଇ ପାରିବି। ତେଣୁ ବିଲେଇ ଦୁଇଟିର ଚିତ୍ର ମୁଁ ଅଙ୍କନ କରିଦେଉଛି। ଦେଖ ଏଟା ହେଉଛି ପାର୍ଟ 2। ପାର୍ଟ 2ରେ କେମିତି ଗୋଟିଏ ବିଲେଇ ବସିଛି ଆଉ ଗୋଟିଏ ବିଲେଇ ଠିଆ ହେଇ କହୁଛି ଯେ ପିଠାଟି କିଏ ଖାଇବ। ବର୍ତ୍ତମାନ ମୁଁ ସେ ଯେଉଁ ଗଛଟି ଅଙ୍କନ କରିଥିଲି ସେହି ଗଛ ଚିତ୍ରଟିକୁ ମୁଁ ପୁନର୍ବାର ଅଙ୍କନ କରୁଛି। ଆପଣମାନେ ଧ୍ୟାନ ଦେଇ ଦେଖନ୍ତୁ ଏବଂ ସେଇ ଗଛ ଡାଳରେ ମାଙ୍କଡ଼ଟିଏ କେମିତି ଓହଳି ହେଇ ଦେଖୁଛି ବିଲେଇ ଦୁଇ ଜଣଙ୍କର କଳି। ହଠାତ୍ ସେ ମାଙ୍କଡ଼ଟି ସେ ଦୁଇ ଜଣଙ୍କ ଭିତରକୁ ଡେଇଁ ପଡ଼ିଲା ଏବଂ ତାଙ୍କୁ ଆସି ପଚାରିଲା, କିରେ ମୂର୍ଖ ବିଲେଇ ଦୁଇ ଜଣ, ତମେ ଦୁଇ ଜଣ ସାମାନ୍ୟ ଗୋଟିଏ ପିଠା ପାଇଁ କଳି ହେଉଛ? ନାଇଁ ନାଇଁ ନାଇଁ, ସେମିତି କର ନାହିଁ। ମୁଁ ଗୋଟିଏ ନିକିତି ଆଣୁଛି, ସେଇ ନିକିତିରେ ଦୁଇ ଜଣଙ୍କ ଭାଗ ବାଣ୍ଟିକିରି ପିଠାଟିକୁ ଦେବି। ତେବେ ମୋର ଦର୍ଶକ ବନ୍ଧୁ, ବର୍ତ୍ତମାନ ତୃତୀୟ ଚିତ୍ରଟି ଦେଖନ୍ତୁ। ପ୍ରଥମ ଚିତ୍ରଟି ଦେଖିଲେ ପିଠାଟି କେମିତି ବିଲେଇ ଦୁଇ ଜଣ ଆଣିଲେ। ଦ୍ୱିତୀୟ ଚିତ୍ରରେ ଦେଖିଲେ ବିଲେଇ ଦୁଇ ଜଣ ପିଠାଟିକୁ ରଖି କେମିତି ନିଜ ନିଜ ଭିତରେ ବାର୍ତ୍ତାଳାପ କରୁଛନ୍ତି ଯେ ପିଠାଟି କିଏ ଖାଇବ ଏବଂ ମାଙ୍କଡ଼ଟି ମଧ୍ୟ ସେଠି ମଧ୍ୟସ୍ଥି କରିବ ବୋଲି ମନେ ମନେ ଚିନ୍ତା କରୁଛି। ବର୍ତ୍ତମାନ ଦୁଇ ଜଣ ବିଲେଇଙ୍କ ମଧ୍ୟରେ ତୃତୀୟ ବ୍ୟକ୍ତି ଯଥା ମାଙ୍କଡ଼ ମଧ୍ୟସ୍ଥି କରିବ ବୋଲି ନିକିତି ଧରି ସିଧା ଦୁଇ ଜଣଙ୍କ ମଧ୍ୟରେ ପ୍ରବେଶ କରିଲା। ତେବେ ଦେଖନ୍ତୁ ବର୍ତ୍ତମାନ ମୁଁ ମାଙ୍କଡ଼ ଚିତ୍ରଟିକୁ ଓହଳି କରୁଛି। ମାଙ୍କଡ଼ ଚିତ୍ରଟି କଲାବେଳେ ଆପଣମାନେ ଟିକେ ଧ୍ୟାନ ଦେବେ, ସେ ନିକିତିଟିକୁ ଯେମିତି ଧରିବ ସେଇଭଳି ଅଙ୍କନ କରିବେ। ତେବେ ମୋର ପ୍ରିୟ ଦର୍ଶକ ବନ୍ଧୁ, ଯେଉଁମାନେ ଆର୍ଟିଷ୍ଟ ଅଙ୍କଲ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଦୟାକରି ସବସ୍କ୍ରାଇବ୍ କରିବେ ଏବଂ କମେଣ୍ଟ ମଧ୍ୟ କରିବେ ଯେ ଆପଣଙ୍କୁ କେଉଁଭଳି ଚିତ୍ର ଦରକାର। ମୁଁ ସେଇଭଳି ଚିତ୍ର ଅଙ୍କନ କରି ଆପଣମାନଙ୍କ ପାଖରେ ପହଞ୍ଚେଇବି। ତେବେ ଆପଣମାନେ ଦେଖନ୍ତୁ ବର୍ତ୍ତମାନ ମାଙ୍କଡ଼ କେଉଁଭଳି ଭାବରେ ପିଠା ଦୁଇଟିକୁ ଦୁଇ ଖଣ୍ଡ କରି ନିକିତିରେ ତଉଲିବା ଆରମ୍ଭ କରିଦେଲାଣି। ମାଙ୍କଡ଼ ତ ମହାଚତୁର, ସିଏ କ'ଣ କରିଛି, ପିଠା ଦୁଇଟିକୁ ସାନ ବଡ଼ କରି ଭାଙ୍ଗି ରଖିଦେଇଛି ଏବଂ ଦୁଇ ନିକିତିର ପଲାରେ ଥୋଇ ଦେଇଛି। ତେଣୁ ବଡ଼ ଥିବା ପିଠାଟି ନିଶ୍ଚିତ ପଲା ଭାରି ହେବ। ସେ ପଲାଟି ଯେତେବେଳେ ଭାରି ହେଇଗଲା, ମାଙ୍କଡ଼ କ'ଣ କଲା, ଚତୁରତାର ସହିତ ସେଥିରୁ ଖଣ୍ଡେ ଭାଙ୍ଗି ପାଟିରେ ଟାକଉକିରି ପକାଇଦେଲା। ବର୍ତ୍ତମାନ ଚତୁର୍ଥ ଚିତ୍ରଟିକୁ ଦେଖନ୍ତୁ। ମାଙ୍କଡ଼ କେମିତି ଦୁଇ ପିଠାକୁ ସାନ ବଡ଼ କରି ଓଜନ କରି କରି ସିଧାସଳଖ ପିଠାଟିକୁ ସମ୍ପୂର୍ଣ୍ଣ ଖାଇଦେଇ ନିକିତି ଫୋପାଡ଼ି ପୁଣି ମାରେ ଡିଆଁ ଗଛ ଉପରକୁ। ଦୁଇ ବିଲେଇ ବୋକାଙ୍କ ଭଳି ମାଙ୍କଡ଼କୁ ଅନେଇଥାନ୍ତି ଏବଂ ପରସ୍ପରକୁ ଅନାଅନି ହୋଇ ମନେ ମନେ ଚିନ୍ତା କଲେ, ଯଦି ପିଠାଟି ଆମେ ଦୁଇ ଜଣ ଭାଗବଣ୍ଟା କରି ଖାଇଥାନ୍ତୁ, ଏଥିରେ ତୃତୀୟ ବ୍ୟକ୍ତିକୁ ଯଦି ପ୍ରବେଶ ନ କରିଥାନ୍ତୁ
ତେବେ ଆମେ ଦୁଇ ଜଣ ଯାକ ନିଶ୍ଚିତ ପିଠାଟିକୁ ଖାଇପାରିଥାନ୍ତୁ। ତେଣୁ ମୋର ପ୍ରିୟ ଦର୍ଶକ ବନ୍ଧୁ, ଆପଣମାନେ ଯେତେବେଳେ ଟିଚିଂ ଦେଲାବେଳେ ଯିବେ ବିଇଡ଼ି ଛାତ୍ରଛାତ୍ରୀମାନେ, ସେମାନେ ଏହି ଚିତ୍ରଟିକୁ ଗୋଟିଏ ଡ୍ରଇଂ ସିଟ୍ରେ 4 ଭାଗରେ ବିଭକ୍ତ କରି 4ଟି ଚିତ୍ର ଅଙ୍କନ କରିବେ ଏବଂ ଚିତ୍ରଟିକୁ ଯେତେବେଳେ ଟିଚିଂ ଦେବେ ଭଲ ଭାବରେ ଦର୍ଶାଇବା ପାଇଁ ଚେଷ୍ଟା କରିବେ। ତେବେ ଆଜି ପାଇଁ ଏତିକି, ଧନ୍ୟବାଦ।